ଓଡ଼ିଶା ନିଯୁକ୍ତିରେ ସମସ୍ତଙ୍କୁ ସ୍ୱାଗତ। ଏହି ଚ୍ୟାନେଲରେ ପ୍ରତିଦିନ ନିଯୁକ୍ତି ଖବର ବିଷୟରେ ଦେଖିପାରିବେ। ତେଣୁ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜିକା ନିଯୁକ୍ତି ଖବର ବିଷୟରେ। ଯେମିତିକି ଦେଖିପାରୁଥିବେ ଓଡ଼ିଶା ବ୍ଲକ କୋଅର୍ଡିନେଟର ରିକ୍ରୁଟମେଣ୍ଟ 2025 ଆସିଛି। ଅର୍ଗାନାଇଜେସନ୍ ଦ ଅଫିସ୍ ଅଫ୍ ଦି ପ୍ରୋଜେକ୍ଟ ଡିରେକ୍ଟର ୱାଟରସିଡ୍ କମ୍ ଡିଷ୍ଟ୍ରିକ୍ଟ ନୋଡାଲ ଅଫିସର କଳାହାଣ୍ଡି ରହିଛି। ଟାଇପ୍ ଅଫ୍ ଜବ୍ କଣ୍ଟ୍ରାକ୍ଚୁଆଲ ରହିଛି। କ୍ୟାଟେଗୋରୀ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍ ରହିଛି। ନେମ୍ ଅଫ୍ ଦି ପୋଷ୍ଟ ବ୍ଲକ କୋଅର୍ଡିନେଟର ଆଣ୍ଡ ବ୍ଲକ ଫ୍ୟାସିଲିଟର ରହିଛି। ଆପ୍ଲିକେସନ୍ ମୋଡ୍ ଅଫଲାଇନ୍ ରହିଛି। ଏହା ଆପଣ ଇଣ୍ଟରଭ୍ୟୁ ଦେଇ ପାଇପାରିବେ। ଏହା ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ଓଡ଼ିଶାରେ ରହିଛି। ଲାଷ୍ଟ ଡେଟ୍ ଏବଂ ଇଣ୍ଟରଭ୍ୟୁ ଡେଟ୍ 6/5/2025। ଜେଣ୍ଡରରେ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆବେଦନ କରିପାରିବେ। ଏଜୁକେସନ୍ କ୍ୱାଲିଫିକେସନ୍ ଦେଖିବାକୁ ଗଲେ ବ୍ଲକ କୋଅର୍ଡିନେଟରର ଗ୍ରାଜୁଏଟ୍ ଇନ୍ ଏଗ୍ରିକଲଚର ରହିଛି ଏବଂ ଏୟାର ସାଇନ୍ସ ରହିଛି। ତା ସହିତ ଆପଣଙ୍କର 3 ବର୍ଷ ଏକ୍ସପିରିଏନ୍ସ ଥିବା ନିହାତି ଦରକାର। ତାପରେ ବ୍ଲକ ଫ୍ୟାସିଲିଟେଟରର ଗ୍ରାଜୁଏଟ୍ ଇନ୍ ଏଗ୍ରିକଲଚର ରହିଛି ଏବଂ ଏଲ୍ ସାଇନ୍ସ ରହିଛି ବା ହୋମ୍ ସାଇନ୍ସ ରହିଛି ବା କମ୍ୟୁନିଟି ସାଇନ୍ସ ରହିଛି। ଏଥିରେ ଆପଣଙ୍କର 4 ବର୍ଷ ଏକ୍ସପିରିଏନ୍ସ ଥିବା ନିହାତି ଦରକାର। ଏଜ୍ ଲିମିଟ୍ ଦେଖିବା ଗଲେ ଆପଣଙ୍କର ମ୍ୟାକ୍ସିମମ୍ ଏଜ୍ 62 ବର୍ଷ ତଳକୁ ରହିଥିବା ନିହାତି ଦରକାର। ଏଜ୍ ରିଲାକ୍ସେସନ୍ ଦେଖିବା ଗଲେ OBC ଷ୍ଟୁଡେଣ୍ଟମାନଙ୍କ 3 ବର୍ଷ ରହିଛି। ST/SC PWD ମାନଙ୍କ 5 ବର୍ଷ ରହିଛି। ଏକ୍ସ ସର୍ଭିସମ୍ୟାନ୍ ମାନଙ୍କର 5 ବର୍ଷ ରହିଛି। PWD ପ୍ଲସ୍ SST ମାନଙ୍କର 15 ବର୍ଷ ରହିଛି। ସାଲାରୀ ଦେଖିବାକୁ ଗଲେ ବ୍ଲକ କୋଅର୍ଡିନେଟରର 40,000 ପର ମନ୍ଥ ରହିଛି। ବ୍ଲକ ଫ୍ୟାସିଲିଟେଟରର 30,000 ପର ମନ୍ଥ ରହିଛି। ସିଲେକ୍ସନ୍ ପ୍ରୋସେସ୍ ଦେଖିବାକୁ ଗଲେ ଆପଣଙ୍କର ପ୍ରିଲିମିନାରୀ ସ୍କ୍ରିନିଂ ରହିଛି। ଏକାଡେମିକ୍ ଏବଂ ଏକ୍ସପିରିଏନ୍ସ ଇଭାଲୁଏସନ୍ ରହିଛି। ପର୍ସନାଲ ଇଣ୍ଟରଭ୍ୟୁ ରହିଛି। ଆପ୍ଲିକେସନ୍ ଫି ଦେଖିବା ଗଲେ ଜେନେରାଲ ମାନଙ୍କର ଫ୍ରି ରହିଛି। EWS ମାନଙ୍କର ଫ୍ରି ରହିଛି। OBC ମାନଙ୍କର ଫ୍ରି ରହିଛି। PhD ମାନଙ୍କର ଫ୍ରି ରହିଛି ଏବଂ SST ମାନଙ୍କର ମଧ୍ୟ ଫ୍ରି ରହିଛି। ଡକୁମେଣ୍ଟ ଦେଖିବା ଗଲେ ଆପଣଙ୍କର କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ରହିଛି। ଡେଟ୍ ଅଫ୍ ବାର୍ଥ ପ୍ରୁଫ୍ ରହିଛି। 2 ରିସେଣ୍ଟ କଲର ପାସପୋର୍ଟ ସାଇଜ୍ ଫଟୋ ରହିଛି। କାଷ୍ଟ ସାର୍ଟିଫିକେଟ୍ ରହିଛି। EPN ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ରହିଛି ଏବଂ ଆଇଡେଣ୍ଟି କାର୍ଡରେ ଆପଣଙ୍କ ଆଧାର କାର୍ଡ ଦେଇପାରିବେ। ଇମ୍ପୋର୍ଟାଣ୍ଟ ଡେଟ୍ ଏବଂ ଭେନ୍ୟୁ ଦେଖିବାକୁ ଗଲେ ଆପଣଙ୍କର ମେ 6, 2025 ସକାଳ 10ଟାରେ କନଫରେନ୍ସ ହଲ୍ ରିଜିନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ଟ୍ରାନ୍ସପୋର୍ଟ ଷ୍ଟେସନ ବା RRTTS ଭବାନୀପାଟଣା ପାଖରେ ରହିଛି। ଯେଉଁମାନେ ଏହି ପୋଷ୍ଟରେ ଆବେଦନ କରିବାକୁ ଚାହୁଁଛନ୍ତି ଏହି ଫର୍ମକୁ ଫିଲ୍ଅପ୍ କରନ୍ତୁ। ତାପରେ ଯାଆନ୍ତୁ ଇଣ୍ଟରଭ୍ୟୁ ପାଇଁ।